ଦ୍ରୌପଦୀ ଯେତେବେଳେ କୁରୁସଭାରେ ହାତ ଟେକିଦେଲେ ଶ୍ରୀକୃଷ୍ଣଙ୍କୁ ଡାକିଥିଲେ ସେତେବେଳେ ତାଙ୍କ ପାଖରେ ହିଁ ତ ମୋବାଇଲ ଥିଲା, ସେତେବେଳେ ବି ଇଣ୍ଟରନେଟ୍ ଥିଲା, ନହେଲେ ଶ୍ରୀକୃଷ୍ଣ କେମିତି ଶୁଣିପାରିଲେ ତାଙ୍କ ପାଖକୁ ବସ୍ତ୍ର ପଠାଇଦେଲେ। ତେଣୁ ଯଦି ସବୁକୁ ଦେଖିବା ସେତେବେଳେ ତ ରାବଣ ପାଖରେ ପୁଷ୍ପକ ଯାନ ଥିଲା, ସେତେବେଳେ ତ ଆହୁରି କେତେ ବିଜ୍ଞାନ ଉନ୍ନତ ଥିଲା। ତେଣୁ ଆମେ ବିଜ୍ଞାନରେ ଯେ ଆଗେଇଛେ ଏଇଟା ସତ, ହଁ ପ୍ରଯୁକ୍ତି ବିଦ୍ୟା ବିଜ୍ଞାନ ସବୁ ଜିନିଷ ଆଗେଇଛି, କିନ୍ତୁ ଏଇ ଯେଉଁ ଶିକ୍ଷାନୀତି କଥା ଏବେ ସାର୍ଙ୍କୁ କାଲି ସେଇ କଥା ଆମର ଛୁଆ ଭାଇ ଆମର ହରି ଭାଇ ତ କହିପାରିବିନି ଯାହା ବି ହୁଅନ୍ତୁ, ତେଣୁ ମୋ ପାଖରେ ବି କାମ କରିଛନ୍ତି। ବିନୋଦ ସାର୍ ତ ପ୍ରଥମ ଚାକିରି ଜୀବନ ଆରମ୍ଭ ମୋ ପାଖରେ। ହଁ ହରି ସାର୍ ଲେଫ୍ଟ ରାଇଟ୍ରେ ଅଛନ୍ତି, ସାର୍ ଯାହା କହିଲେ। ହରି ସାର୍ 4 ବର୍ଷ ମୋ ସହିତ କାମ କରିଛନ୍ତି ସିଆର୍ସିସି ଆସିବା ପୂର୍ବରୁ। ବିନୋଦ ସାର୍ଙ୍କ ଚାକିରି ଜୀବନ ଆରମ୍ଭ ସେଇଠି, ବିବାହ ସେଇଠି, ପୁଅ ସେଇଠି, ସବୁ ଭିତରେ ପୁଣି ପଳେଇ ଆସିଲେ ସିଆର୍ସିସି। ଯାହା ବି ହଉ, ତେଣୁ ମୁଁ ଯେହେତୁ ତ ସାର୍ କହିଲେ ମୁଁ କହୁଛି କିଛି ନୂଆ ଜିନିଷ ନାହିଁ, କିନ୍ତୁ ଆମକୁ ଏଇ ଯେଉଁ ଆକ୍ଟିଭିଟି ମେଥଡ଼ରେ ସାର୍ ଯେଉଁ ଗୀତ ଗାଉଥିଲେ ଶିବ ସାର୍ ମୁଁ ଦେଖୁଥିଲି, ସେଦିନ ସେ ବାଘ ମାମୁଁ ମାନେ ଚୌକି ହେଲା କଟମଟ, ବାଘ ମାମୁଁ ଛଟପଟ ଯେଉଁ ଶିକ୍ଷକ ମାନେ ଅଛନ୍ତି, ପୁଣି ତା'ର ଆବଶ୍ୟକତା କାହିଁକି ପଡ଼ୁଛି? ଯାହା ଏଇଠି ଭାଇ ଲାଲା ସାର୍ କହୁଥିଲେ, ମୁଁ କହୁଥିଲି ଭାଇ ଏଇଥିପାଇଁ ଆବଶ୍ୟକତା ଅଛି। ଆମ ପାଇଁ ନୂଆ ହେଇପାରେ, କିନ୍ତୁ ଯିଏ ନୂଆ ଆସୁଛନ୍ତି ଶିକ୍ଷା ଭିତରକୁ ତାଙ୍କ ପାଇଁ ତ ନିଶ୍ଚିନ୍ତ ନୂଆ, ଆମ ପାଇଁ ପୁରୁଣା ହେଇପାରେ। ତେଣୁ ସବୁ ଜିନିଷ କିଛି ପରିବର୍ତ୍ତନ ହେଇନି। ସେଦିନ ସେ ନ୍ୟାସନାଲ୍ ଏଜୁକେସନ୍ ପଲିସି ବର୍ତ୍ତମାନ ତା'ର ଯେଉଁଟା ରିପ୍ଲେସେସ୍ କରିଛି ନ୍ୟାସନାଲ୍ ପଲିସି ଅନ୍ ଏଜୁକେସନ୍କୁ ଆମର କାଲି ଯେଉଁଟା ସାର୍ କହିଲା ବେଳେ ମୁଁ କହୁଥିଲି, କାହିଁକିନା ସେଇଟାକୁ ବି ବିଭିନ୍ନ ସୋର୍ସରେ ନ୍ୟୁ ଏଜୁକେସନ୍ ପଲିସି ବି ଆକୁ କୁହାଯାଉଛି ଏନ୍ଇପି, କିନ୍ତୁ କିଛି ନୂଆ ଜିନିଷ ନାହିଁ। ଆମକୁ ଟେକ୍ସଟ ବୁକ୍ ସହିତ ବରଂ ଭଲ ହେଇଥାନ୍ତା। ମୋ 2 ଜଣ ଶିକ୍ଷିକା ଯେତେବେଳେ ପ୍ରଶିକ୍ଷଣ ନେଇକରି ଗଲେ, ମୁଁ ତାଙ୍କୁ ପ୍ରଶ୍ନ କରିଥିଲି, ଆଚ୍ଛା ଆପଣଙ୍କୁ ଟେକ୍ସଟ ବୁକ୍ ସହିତ ପରିଚିତ କରାଯାଇଥିଲା କି? ମୋତେ ସେ କହିଥିଲେ ନାହିଁ ଟେକ୍ସଟ ବୁକ୍ ସାର୍ ଦେଖାହେଇନି। ଟେକ୍ସଟ ବୁକ୍ ଯାହା ବି ହଉ, ତାପରେ ଜଷ୍ଟ ଯେଉଁଦିନ ଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେଲା ସେଦିନ ଗୋଟେ ଲିଙ୍କ୍ ପଠାଇଦେଲେ ଆମ ସିଆର୍ସିସି ସାର୍। ମୁଁ ଦେଖିଦେଲି ଯାହା କ'ଣ ଟେକ୍ସଟ ବୁକ୍ ଲିଙ୍କ୍ଟା ପଠାଇଲେ ଟିକେ ଦେଖିଦେଇଯିବା, ପ୍ରଶିକ୍ଷଣଟା ଆରମ୍ଭ ହେବ। ଦେଖିଲା ବେଳକୁ ସେ ଲିଙ୍କ୍ ଖୋଲିଲାନି। ମୁଁ କହିଲି ଏ କଥା କିଛି ନୁହେଁ। ତେଣୁ ଆପଣମାନଙ୍କୁ ମୁଁ ଆଉ ଅଧିକା ସାର୍ ସମୟ ନେବି, ସମସ୍ତେ ବହୁତ ଭଲ ଶିଖି ଆଜିକାଲି ମୁଁ ପୁଣି ଆମେ ବେଶୀ ଗର୍ବିତ ଯେ ଶିକ୍ଷା ବିଭାଗ ଭିତରକୁ ଯେଉଁମାନେ ଏବେକାର ଶିକ୍ଷକ ଶିକ୍ଷା